ସେଇଥିପାଇଁ ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟ ମୁଁ କରିଥିଲି ଆଉ ନିୟମିତ ନାଟକ ପ୍ରଦର୍ଶନ କରୁଥିଲି। କଳାକାରଙ୍କୁ ନିୟମିତ ପାରିଶ୍ରମିକ ନୁହେଁ, ତାଙ୍କର ସାମାନ୍ୟ ତାଙ୍କର କଣ୍ଟ୍ରିବ୍ୟୁସନ୍ ପାଇଁ ସାମାନ୍ୟ କିଛି ଦେଉଥିଲି। ଯେ ପର୍ଯ୍ୟନ୍ତ କଳାକାରକୁ ପଇସା ନ ଦିଆଯିବ ସେ ମାଧ୍ୟମ କେବେ ତିଷ୍ଠି ପାରିବନି। ଆଉ କଳାକାରକୁ ପରିଶ୍ରମ ଯିଏ ନ ଦିଅନ୍ତି ସେମାନଙ୍କୁ ମୁଁ ଭାବେ ତାଙ୍କଠୁ ବଡ଼ ଶତ୍ରୁ ସମାଜରେ କେହି ନାହାନ୍ତି। ଆପଣ ଘରେ ଲୋକକୁ ଗୋଟେ ରଖିଲେ କାମ କରୁଛି ବୋଲି ଦେଉଛନ୍ତି, ଯେଉଁଦିନ ନ ଦେବେ ସେ ଚାଲିଯିବ। କିନ୍ତୁ କଳାକାର ନିଜର ନିଷ୍ଠା ଅଛି ବୋଲି, ତ୍ୟାଗ ଅଛି ବୋଲି ସେ ପଇସା ନ ପାଇଲେ ମଧ୍ୟ କାମ କରିଯାଉଛି। ଆପଣ ଆଜିକାଲି ପଚାରିବେ ଜଣେ କିଏ ଗୀତ ଗାଇବାକୁ ଡାକିଲେ ପଇସା ନଦେଲେ ଆସି ଗୀତ ଗାଉଛି କି? ଏ ପ୍ରଶ୍ନର ଉତ୍ତର ପାଇଁ ମୁଁ ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟ କରିଥିଲି। ଯେହେତୁ ଲିଜ୍ ହିସାବରେ ଭଞ୍ଜକଳା ମଣ୍ଡପରେ 6 ବର୍ଷ ଚାଲିଥିଲା, ପ୍ରାୟ 30ଟି ନାଟକ ହେଇଥିଲା। ପ୍ରତ୍ୟେକ ନାଟକ 20-30 ରାତି ଚାଲିଥିଲା। କାହିଁକିନା ମୁଁ ସବୁବେଳେ କହିଆସିଛି ଭାରତରେ ପେଶାଦାର ରଙ୍ଗମଞ୍ଚର ଉତ୍ପତ୍ତି ହେଉଛି ଓଡ଼ିଶା। ଯେତେବେଳେ କଲିକତାରେ ବଙ୍ଗାଳୀ ନାଟକ ସପ୍ତାହକୁ 3 ଦିନ କରୁଥିଲେ, ବମ୍ବେରେ ସମସ୍ତେ କହନ୍ତି ମରାଠୀ ଗୁଜରାଟୀ ଥିଏଟର ବୋଲି, ସେମାନେ କେତେ ଥର ମାସକୁ ଥରେ 2 ଥର କରନ୍ତି। ଦିଲ୍ଲୀ କଥା କୁହନ୍ତୁ, କୌଣସି ପେଶାଦାର ରଙ୍ଗମଞ୍ଚ ଦିଲ୍ଲୀରେ ଏପର୍ଯ୍ୟନ୍ତ ନାହିଁ, କେବଳ ଓଡ଼ିଶାରେ ଥିଲା। ଆଉ ସେଇ ପୁନରାବୃତ୍ତି କରିବା ପାଇଁ, ସେଇ ପରମ୍ପରାକୁ ପୁନର୍ଜୀବିତ କରିବା ପାଇଁ ମୋର ଚେଷ୍ଟା ସେତେବେଳେ ଥିଲା, ଏବେ ବି ଅଛି ଏବଂ ଯେତେ ଦିନ ମୁଁ ଅଛି ତା ମଧ୍ୟ କରିବି। ଏ ପ୍ରଶ୍ନର ମୁଁ ଉତ୍ତର ଦେବାକୁ ଚାହୁଁନି ଏଇଥିପାଇଁ ଯେ ଆପଣମାନେ ଭାବନ୍ତି ଯେ ଦର୍ଶକ ଏତେ ବୋକା ଯେ ତାଙ୍କୁ ଆଗରୁ କହିଦେବାକୁ ହେବ। ଯେମିତି ଯିଏ ନୂଆ ଗାଡ଼ି ଚଲାଉଛି ତାକୁ କହିବାକୁ ହେବ ଦେଖେ ବାଁ ପଟେ ଯିବୁ କାହିଁକିନା ଡାହାଣ ପଟେ ଖାଲ ଅଛି। ଦର୍ଶକ ଆମଠୁ ବେଶୀ ଜାଣନ୍ତି, ତାଙ୍କ ପାଇଁ ଚଳଚ୍ଚିତ୍ର ନିର୍ମାଣ କରୁଛୁ। କେବେ ଭାବିବେନି ଯେ ଆପଣମାନେ ଭାବୁଛନ୍ତି ଯେ କହିବେ ଯେ ଭାବାନ୍ତର ଆସୁଛି ନିଶ୍ଚୟ ଦେଖିବେ ତ୍ରିକୋଣୀୟ ଚରୁକୋଣୀୟ ପ୍ରେମ କାହାଣୀ, ୟାର କିଛି ମୂଲ୍ୟ ନାହିଁ। ପ୍ରକୃତ ମୂଲ୍ୟ ହେଉଛି ଯେମିତି କହନ୍ତି ନା ଖାଇବାର ସ୍ୱାଦ ଖାଇସାରିଲା ପରେ। ଥ୍ୟାଙ୍କ ୟୁ। ସେଇଟା ଦର୍ଶକମାନେ କହିବେ ଚଳଚ୍ଚିତ୍ର କାହିଁକି ତିଆରି କରାଯାଏ, ସେଇ ପ୍ରଶ୍ନରୁ ମୁଁ ଆରମ୍ଭ କରିବି। ଯଦି ଲୋକ ଭାବନ୍ତି ଯେ କେବଳ ମନୋରଞ୍ଜନ ପାଇଁ ଚଳଚ୍ଚିତ୍ର ହେଉଛି, ତାହେଲେ କେବଳ ଯାତ୍ରା ଦେଖନ୍ତି ଲୋକ, ରଙ୍ଗମଞ୍ଚକୁ କାହିଁକି ଦେଖିବାକୁ ଆସୁନାହାନ୍ତି। ଓଡ଼ିଆ ଚଳଚ୍ଚିତ୍ର ଯଦି ଉଚ୍ଚ ଧରାର ହେଲା ବୋଲି ଯାଉନାହାନ୍ତି ବୋଲି ଯେତେବେଳେ କହିବେ, ତାହେଲେ ତେଲୁଗୁ ଦେଖୁଛନ୍ତି, ତାମିଲ ଦେଖୁଛନ୍ତି। ସେଇଟା ଦର୍ଶକଙ୍କର ରୁଚି ଉପରେ ନିର୍ଭର କରୁଛି ନା ଆପଣମାନଙ୍କର ଯେଉଁମାନେ ପ୍ରଚାର ପ୍ରସାର କରୁଛନ୍ତି ତାଙ୍କ ଉପରେ ନିର୍ଭର କରୁଛି। ଜଣେ ଯିଏ କଳାକାର ସିଏ ତା କଳାକୁ ଅନ୍ୟ ପାଖରେ ପ୍ରକାଶ କରିବା ପାଇଁ ଯେତେ ପ୍ରକାର ଚେଷ୍ଟା, ଯେତେ ପ୍ରକାର ସାଧ୍ୟ ତାର ଅଛି, ଯେତେ ନିଷ୍ଠା ଅଛି, ତାକୁ ବୁଝେଇବା ପାଇଁ ଆପଣମାନଙ୍କର ଦାୟିତ୍ୱ। ଆଉ ମୋର ମନେ ହୁଏ ସେ ଦାୟିତ୍ୱ ଆପଣମାନେ ପ୍ରଥମ ଆଗ ତୁଲାନ୍ତୁ, ତାପରେ ପଚାରିବେ ଯେ ଓଡ଼ିଆ ଚଳଚ୍ଚିତ୍ର ସମସ୍ୟା କ'ଣ। ନିଶ୍ଚିତ ଭାବରେ ଆପଣ ଯେକୌଣସି ଇଣ୍ଡଷ୍ଟ୍ରି ଦେଖନ୍ତୁ, ଆମେ ଓଡ଼ିଆ ସିନେମାକୁ ଇଣ୍ଡଷ୍ଟ୍ରି କଲେ 1968ରେ ଯେତେବେଳେ OFDC ଥିଲା, ମୁଁ ସେଥିରେ ମଧ୍ୟ ସମ୍ପୃକ୍ତ ଥିଲି। ଇଣ୍ଡଷ୍ଟ୍ରି ଏଇଥିପାଇଁ କରାଗଲା ଯେ ତାହେଲେ ତାକୁ ସାହାଯ୍ୟ ଦିଆଯାଇପାରିବ, ପ୍ରୋତ୍ସାହନ ଦିଆଯାଇପାରିବ, ଟଙ୍କା ଦିଆଯାଇପାରିବ। ତା ସହିତ ଉଚ୍ଚମାନର କେମିତି ହେବ ସେଇଟା ହେଲା ବଡ଼ କଥା। ଉଚ୍ଚମାନରେ କେମିତି ହେବ, ପ୍ରଥମ କଥା ହେଲା କେଉଁ ପ୍ରକାର କାହାଣୀ ଆପଣ ଦେଖୁଛନ୍ତି, ଦ୍ୱିତୀୟ ହେଲା କେଉଁ ପ୍ରକାର ଚରିତ୍ର ଚିତ୍ରଣ କରୁଛନ୍ତି, ତୃତୀୟ ହେଲା କଳାକାରଙ୍କର ନିଷ୍ଠା ସାଧନା କେତେ ଅଛି। ଏସବୁକୁ ନେଇକରି ଚଳଚ୍ଚିତ୍ର ତିଆରି ହୁଏ। ଆଉ ମୋର ବିଶ୍ୱାସ ଯେଉଁମାନେ କହୁଛନ୍ତି ଯେ ଓଡ଼ିଆ ଭଲ ଚଳଚ୍ଚିତ୍ର ହେଉନାହିଁ, ସେମାନେ ଦେଖିଲା ପରେ
जदि कहे जे ना यहाँ भल नुहे बोली ताहले बोधुए आपणकर प्रश्नर उत्तर पाइबे। सेटा जे अनुभव करुच्ची से जानी जे देखिकी बुझीपर से जापर आउ जे कहानी पढ़िकी अनुभव करे इतिहास रे केते अच्छी जो मुझे दिन कही भी ए चलचित्र अनेक पौराणिक चरित्र मु आनी प्रतीक हिसाब रे जेमती भीष्म जदि जी भीष्म कथा जानी ताहले से प्रतीक रु कौन बुझीब आउ जी प्रतीक बुझी पारिबनी से चलचित्र कौन बुझीब जेतबेले रेनेसां बोली जेतबेले हैला न्यू थिएटर मूवमेंट हैला बाइसाइकल थीफ जेतबेले तैयारी हैला सत्यजित राय जेतबेले कले मृणाल सेन जेतबेले कले सैम बेनिगल जेतबेले कले कहीं से तो पचारे कहीं आप चलचित्र कर जहाँ साधारण लोक बुझीपारे साधारण लोक खबर काज पढ़िकी कौन सबू कथा बुझीपारती खबर काजरे जो खबर बाहर से कौन समस्ते बुझीपारती बुझेबा दायित्व आमर नुहे बुझेबा दायित्व आपण मानकर। ना नाट्य रूप कही पारिबनी से कहानी टी नहीं से चरित्र को नहीं आउ किछि चरित्र आउ किछि घटना को संयोग करी अनेक कथा जो ये कहानीकार से भी कही मुझे जो कहली जे मु चलचित्र नाम पवित्र पाप नकरी भावांतर करुची जड़े गल्प लिखा वाला ये बुझंती जे साहित्यिक सी बुझीपारे जे हाँ आपन जोटा कहते तार महत्व गुरुत्व अनेक भिन्न ना तो आजिकल जहाँ जी जहाँ ना देउची भाग 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 तार कौन अर्थ अच्छी तो नार गुरुत्व नुहे बुझेबार तत्व होची गुरुत्व आउ जदि लोक को आमे जो चलचित्र करूँ लोक जदि न बुझी पारे ताले निश्चित भाव में कहबी ताले चलचित्र करिवार क्षमता मोर नहीं जो चरित्र से माने करिचंती चरित्र माने जो कलाकार माने से माने भी कहिबे से माने सबू सफल कलाकार और समस्ते बहुत चलचित्र करचंती आमे केवल गोटे पोटे कहबा जे नहीं एटा सेठू आसी सेटा सेठू आसी सेटा सेतिपाई से कार रेसटा देइथिले भल होइतांता से पुओ झियो दौड़ा दौड़ी होइतांते मरामरी होइतांते ताले होइतांता किंतु जीवन में कौन सब से हुए अनेक कष्ट अनेक दुख मन भितर चापी रखा हुए आम जो चलचित्र देखुचु से मु भावे जड़े दर्शक हिसाब से मु जीवन में 10 वर्ष 12 वर्ष जो आजिका बयस कहबिनी कहीं आपण मैंने विश्वास करें मु 70 वर्ष है चलचित्र देखुची 80 वर्ष है चलचित्र देखुची किंतु एबे भी जदि किए कह कौ चलचित्र आप देखा चाहिए मु कहि बाइसाइकल थीफ देखी अपूर्व संसार देखी मेघे डाका तारा देखी से भाया ओडिया चलचित्र भी खूब भल होता आपण मैंने जानिथिबे जून 6 टू 9 होउची भुवनेश्वर फिल्म फेस्टिवल रे ताधरे अनेक पुराना चलचित्र भी देखा जीवो और सेटा देखिकी लोक बुझीपारे जदि 85 मसीह एभलिया चलचित्र होता कहीं बर्तमान समस्त कहते ओडिया चलचित्र भल होनी गार टाणी दौरान किंतु से पचारुंट कि तमें जाइए से चलचित्र देखी ना जो लोक कहते कथा शुणिक कथा कौच से मोर गोटे अनुरोध समस्त को चलचित्र देखु तापर कहबे जे आपण भल चलचित्र करचंती कि नहीं आउ परे जो कथा कहली यात्रा हो थिएटर हो रेडियो हो टेलीविजन हो
ସବୁ ପଛରେ ସୃଜନଶୀଳ ବ୍ୟକ୍ତିର କିଛି ଦାନ ଅବଦାନ ଥାଏ।